ହ୍ୟାଲୋ ଦର୍ଶକ ବନ୍ଧୁ, ମୁଁ ଏହି ଭିଡ଼ିଓରେ ଗୋଟିଏ କଥା କହିବାକୁ ଚାହୁଁଛି। ଆଜିକାଲି ଯୁଗରେ ଯାହାହେଲେ ନାରୀ ଭାଇ ଭାଇ, ପିତା ପୁତ୍ର, ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଷୟରେ କିଏ କାହାକୁ ପଚାରୁଛି, କିଏ କାହାକୁ ପଚାରୁଛି। ଭାଇ ଭାଇରେ ହଣାମରା ହିଁ ମରିଯାଉଛନ୍ତି। ଶିକ୍ଷା କର ପିତୃଭକ୍ତି, ଭିକ୍ଷା କର ଏହି ନୀତି, ଭିକ୍ଷା କର ପଛେ ସତ୍ୟ, ବାଟ ନ ଛାଡ଼। ଭିକ୍ଷା କରି ପଛେ ବଞ୍ଚୁ, ସତ୍ୟ ବାଟକୁ ହିଁ ଛାଡ଼। ଭାଇ ଭାଇରେ ସ୍ନେହ କେମନ୍ତେ ଦେଖିଲ କହ, ବୃଥା ଅହଙ୍କାରେ ନଥାଉ ନ ପଡ଼। ବୃଥା ହିଂସା ଅହଙ୍କାରରେ ହଣାକଟା ଜୀବନଟେ ବୃଥା ହିଁ ହେଇଯାଉଛି। ସୀତାଠାରୁ ପତିବ୍ରତା ଶିକ୍ଷା କର ଏହି କଥା, ଶିଖାଇ ମହିଳା ଗଣେ ସୁଯଶ ଲଢ଼େ। ପୁତ୍ରେ ସିନା ସ୍ନେହ କେଡ଼େ, ପୁତ୍ରେ ବିନା ପ୍ରାଣ ଛାଡ଼େ। ଭାଙ୍ଗିକେ ପାରିବ ଗୃଢ଼ ସ୍ନେହର ବାଡ଼। ଛୋଟ ଥିବା ବେଳେ ବାପା ମା କେତେ କଣ କରୁଥିଲେ, ଟିକେ ଅଳି ଅରଦଳି କଲେ ସହି ସମ୍ଭାଳେ। ଏ ବୃଦ୍ଧ ଅବସ୍ଥାରେ ପୁଅ ବାପାକୁ ପଚାରୁନି। ଏମିତି କଳିକାଳ ଯୁଗ। ମୁଁ କହୁନି କାହାକୁ ଭଲ ଲାଗିପାରେ, କାହାକୁ ଭଲ ଲାଗି ନପାରେ। ବାପା ମାଙ୍କୁ ଥରେ ପଚାର, ଦେବତା ହଇଲେ ସୁଧା ନ ଛାଡ଼ ଏ ବିଘ୍ନ ବାଧା। ଦେବତା ମାନେ ହିଁ ତ ଛାଡ଼ୁନାହିଁ, କିନ୍ତୁ ସାମାନ୍ୟ ମଣିଷ ଯେତେ ସାବଧାନେ ଗଲେ ଖସଇ ଗୋଡ଼। ପୀଡ଼ନା ମନକୁ କେବେ ଜଡ଼ି ମାୟା ମୋହ, ଲୋଭେ ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼। ରାମ ବନବାସ ଦେଖି କେ ଦର୍ଶକେ ହୁଅ ସଖୀ। ରାମ ବନବାସ ଦେଖି କେ ଦର୍ଶକେ ହୁଏ ଖୁସି। ସେ ପଦ ପଙ୍କଜେ ଧାଇ ଯୋଡ଼ୁଛି ମୋ କର। ବୃଢ଼ ବୈଷ୍ଣବ ଆସ କରିଛି ହେବାକୁ ଦାସ। ଯାଜକେ ଜିଣିଲା ହନୁ ସୁବର୍ଣ୍ଣଗଡ଼। ଯାହାର ଦୟାରେ ସୁବର୍ଣ୍ଣଗଡ଼କୁ ହନୁ ମର୍କଟ ହନୁମାନ ସେ ସାକ୍ଷାତ ଯାହାର ତାରେ ହନୁମାନ ଜିଣି ପାଣିଲା। ନାରୀ କିପରି ହେବା କଥା, ସୀତା ପରି। ଆମେ କହନେ ସୀତା ପରି ସବୁ ସହିଯିବା, ସବୁ ହେଇପାରିବା, ଟିକେ ତ କରିପାରିବା।